ଏଠି ସିବିଆଇ ଆସିକି ଏଠି ପହଞ୍ଚିଲେ ଗୋଟେ ବଡ ମର୍ସିଡିଜ ଗାଡି ଧରିଲେ ତାପରେ ତା ଭିତରେ ଖୋଲିଲା ବେଳକୁ ସେ ମନା କଲେ ଆମେ ଟଙ୍କା କଣ ଅଛି ଆମେ ଦେଖେଇବୁ ନାହିଁ ତାପରେ ଖୋଲିଲେ ଆମର ନୟାପଲ୍ଲୀ ଥାନା ପ୍ରେସିଡେଣ୍ଟ ସେମାନେ ଖୋଲିଲେ ଖୋଲିଲା ପରେ ଦେଖିଲେ ତା ଭିତରେ 2 ବଣ୍ଡଲ ଟଙ୍କା ବାହାରିଲା 2 ବଣ୍ଡଲ ଟଙ୍କା ପାଖାପାଖି 20 ଲକ୍ଷ 25 ଲକ୍ଷ ଭିତରେ ଟଙ୍କା ହବ ତାପରେ ଡିକି ଅନ୍ୟାନ୍ୟ ସବୁ ଖୋଲା ଖୋଲି ଆଉ କିଛି ପାଇଲେ ନାହିଁ ତେଣୁ ତାଙ୍କୁ ନୟାପଲ୍ଲୀ ଥାନାରେ ସେମାନେ ଯାଇଛନ୍ତି ସେଠାରେ ତାଙ୍କ ଯାହା 4 ଜଣ ଲୋକ ଥିଲେ ହଁ ହଁ ଆମର ସିବିଆଇ ବାଲା ଧରି ତାଙ୍କୁ ଛିଡା କରି ରଖିଥିଲେ ତାଙ୍କୁ ଛାଡ଼ିଲେ ନାହିଁ ସେ କହିଲେ ଆମେ ଖୋଲିବୁ ନାହିଁ ସେ ଓଡିଆ ଭାଷା କଥାବାର୍ତ୍ତା କରୁଥିଲେ ଓଡିଆ ଭାଷା କଥାବାର୍ତ୍ତା କରୁଥିଲେ କଥା ହଉଥିଲେ ନାଇଁ ସେମିତି ସେ କିଛି କହିଲେନି କିଛି କହିଲେନି ଖାଲି ଟଙ୍କା ଗଣିଲେ ପାଖାପାଖି 20 ଲକ୍ଷ ହବ 2 ବଣ୍ଡଲ 10 ଲକ୍ଷ 20 ଲକ୍ଷ ଆମେ ଅନୁମାନ କରୁଛୁ କାରଣ ବନେଟ୍ ଉପରେ ଟଙ୍କା ରଖି ଗଣାଗଣି କରୁଥିଲେ ପାଖାପାଖି 20 ଲକ୍ଷ ହବ ନା ସୁନା ନଥିଲା ତାପରେ ତାଙ୍କୁ ନୟାପଲ୍ଲୀ ଥାନାକୁ ନେଇଗଲେ ଆଉ